କାଙ୍କଡ଼ ରସା। କାଙ୍କଡ଼ ରସା ଏମିତି ବନାନ୍ତୁ, ଥାଳିଏ ଭାତ ଜାଗାରେ 2 ଥାଳି ଭାତ ଖାଇବେ। ଆଉ ନ ଖାଇଲେ ଲୋକ ବି ମାଗି ମାଗି ଖାଇବେ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ମାମୁନି ଫୁଡ୍ ବ୍ଲଗରେ ମୁଁ ମାମୁନି ଆପଣମାନଙ୍କୁ ଆଉ ଏକ ରେସିପି ଭିଡିଓରେ ସ୍ୱାଗତ ଜଣାଉଛି। କାଙ୍କଡ଼ ରସା ବନେଇବା ପାଇଁ ମୁଁ ଏଠି 7ରୁ 8ଟି କାଙ୍କଡ଼ ନେଇ ଆସିଲି। ତା ଏପଟ ଡେମ୍ଫ ସେପଟ ଡେମ୍ଫକୁ କାଟି ଦେଇ ମଝିରେ 2 ଫାଳ କରିଦେବା। ତାପରେ ଗୋଟେ କାଙ୍କଡ଼କୁ 6 ପିସ୍ ବନେଇ ପାଣିରେ ପକେଇଦେବା। କାଙ୍କଡ଼ର ଉପରି ଭାଗଟା ସାଧାରଣତଃ କଣ୍ଟା କଣ୍ଟା ରୁହେ। ତାକୁ ଛୁରୀ ସାହାଯ୍ୟରେ ଚାଞ୍ଚିକି ବାହାର କରିଦେବା। କାଙ୍କଡ଼ରେ କଣ୍ଟା ରହିଲେ ଖାଇବାକୁ ଭଲ ଲାଗେନି, ଭାଜିବା ସମୟରେ ବି ଭଲସେ ଭାଜି ହୁଏନି, ମାନେ ମଉଳେ ନାହିଁ। ସେଥିପାଇଁ କାଙ୍କଡ଼ରୁ ଆମେ କଣ୍ଟାକୁ ଚାଞ୍ଚିକି କାଢି ନେବା। ତାପରେ ଫାଳେ କାଙ୍କଡ଼କୁ ଆମେ 3ରୁ 4 ପିସ୍ କରିବା। ଏମିତି ସବୁ କାଙ୍କଡ଼କୁ କାଟି ଦେଇ ଆମେ ପାଣିରେ ଛାଡ଼ିଦେବା। ଭଲ ଭାବରେ କାଙ୍କଡ଼କୁ ଧୋଇଦେବା ପରେ ଆମେ ଗୋଟେ ଜାଗାକୁ ଛାଣିଦେବା। କାଙ୍କଡ଼କୁ ମୁଁ ଟିକେ ଜଲ୍ଦି ସିଝିବା ପାଇଁ ପତଳା ପତଳା କରିକି କାଟିଛି। ଆପଣମାନେ ଚାହିଁଲେ ମୋଟା ମୋଟା କରିକି କାଟି ପାରିବେ, ମାନେ ଗୋଟେ କାଙ୍କଡ଼କୁ ଆପଣମାନେ 4 ପିସ୍ ବି କରିପାରିବେ। କାଙ୍କଡ଼କୁ ମୁଁ ଏଠି ଭଲ ଭାବରେ ଧୋଇ ଦେଇ ପ୍ଲେଟକୁ ଛାଣି ନେଉଛି। ଏବେ ଚାଲନ୍ତୁ ଗ୍ୟାସ୍ ଅନ୍ କରି କଡ଼େଇ ବସେଇବା। ଏବେ ସେଇ କଡ଼େଇରେ ତେଲ ଦେଇ କାଙ୍କଡ଼କୁ ଭାଜିବା। ଏବେ ତେଲ ତ ଗରମ ହେଇଗଲାଣି। ଏବେ କାଙ୍କଡ଼କୁ ମୁଁ ଛାଡ଼ିଦେଲି କଡ଼େଇରେ। ତାପରେ ଏବେ ତାକୁ ଭାଜିଦେବା। ଅଳ୍ପ ଲୁଣ ହଳଦୀ ଦେଇ ପ୍ରଥମେ ଆମେ କାଙ୍କଡ଼କୁ ଭାଜିବା। ତ ସାଙ୍ଗମାନେ, ଏମିତି ରେସିପି ଭିଡିଓ ଯଦି ମୋ ଚ୍ୟାନେଲରେ ଆପଣମାନେ ଦେଖିବାକୁ ଚାହୁଁଛନ୍ତି ତାହେଲେ ମୋତେ କମେଣ୍ଟ କରିବେ। ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ ଯଦି କରିନାହାନ୍ତି ତାହେଲେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦେବେ। ମୋ ଚ୍ୟାନେଲରେ ମୁଁ ଆପଣମାନଙ୍କ ପାଇଁ ଆଗକୁ ଆହୁରି ଭଲ ଭଲ ରେସିପି ନେଇ ଆସିବି। ଆପଣଙ୍କ ଘରେ ଯଦି ପିଲାମାନେ କାଙ୍କଡ଼ ଖାଇବାକୁ ପସନ୍ଦ କରନ୍ତିନି ତାହେଲେ ଆପଣମାନେ ଏମିତି ବନେଇକି ଦିଅନ୍ତୁ, ଦେଖିବେ ପିଲାମାନେ ଖୁସିରେ ଖାଇବେ। ଚାଲନ୍ତୁ ଏବେ କାଙ୍କଡ଼କୁ ଘୋଡ଼େଇକି 10 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା ସିଝିବା ପାଇଁ ଲୋ ଫ୍ଲେମ୍ରେ। ଏବେ ମୁଁ ଘୋଡ଼େଇକି ଛାଡ଼ି ଦେଇଥିଲି। ଏବେ ଢାଙ୍କୁଣି ବାହାର କରିଦେବା। ତାପରେ ଦେଖନ୍ତୁ କେମିତି ଭାଜି ହେଇଗଲାଣି ମୋର କାଙ୍କଡ଼। ତ ଆଉ ଟିକେ ଆମେ ଭଲସେ ଭାଜିବା, ଲାଲ ପଡ଼ିବା ପର୍ଯ୍ୟନ୍ତ। ପୁଣି ଆମେ କିଛି ସମୟ ତାକୁ ଢାଙ୍କୁଣି ଦେବା, ସିଝିବ ଆଉ ଲାଲ ବି ପଡ଼ିବ। ଦେଖନ୍ତୁ ଧୀରେ ଧୀରେ କାଙ୍କଡ଼ ଲାଲ ପଡ଼ି ଆସିଲାଣି ଆଉ ସିଝି ବି ଗଲାଣି। ଏବେ କାଙ୍କଡ଼ ଭଜା ଆମର ରେଡି ହେଇଯାଇଛି। ଏବେ ଆମେ ପ୍ଲେଟକୁ କାଢି ନେବା। ଏବେ ସେଇ କଡ଼େଇରେ ଆମେ ପୁଣି ତେଲ ଦେଇଦେବା। ତେଲ ଗରମ ହେଇ ଆସିଲାଣି। ମୁଁ କାଟି ରଖିଥିବା ପିଆଜକୁ ଛାଡ଼ିଦେଲି। ପିଆଜକୁ ଗୋଲ୍ଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଆମେ ଟିକେ ଭାଜିବା। ଦେଖନ୍ତୁ ପିଆଜ ଆମର ଧୀରେ ଧୀରେ ସିଝି ଆସିଲାଣି ଆଉ ଲାଲ ବି ପଡ଼ିଲାଣି। ଏଥିରେ ଆମେ ଅଦା ରସୁଣ ପେଷ୍ଟ ଦେଇଦେବା। ଅଦା ରସୁଣ ପେଷ୍ଟ ମୁଁ ଏଠି ଦେଇଦେଇଛି। ଏବେ ମସଲା ବି ଆମର ଟିକେ ଟିକେ କଷି ହେଇଗଲାଣି। ତ ଆମେ ଏଠି ପାଣି ଦେଇଦେବା। ପାଣି ଦେଇକି ଟମାଟୋ ଆଉ ଗୁଣ୍ଡ ମସଲା ଏଠି ପକେଇବା। ଲୁଣ ହଳଦୀ ମୁଁ ସ୍ୱାଦ ଅନୁସାରେ ଦେଇଦେଲି। ପ୍ରଥମେ ତ କାଙ୍କଡ଼ ଭାଜିଲା ବେଳେ ଦେଇଥିଲି, ଏଠି ତରକାରୀ ବନେଇଲା ବେଳେ ବି ଲୁଣ ହଳଦୀ କିଛି ପକେଇଦେବା। ଲୁଣ ହଳଦୀ ଆଉ ଲଙ୍କା ଗୁଣ୍ଡ, ତାପରେ ଗୁଣ୍ଡ ମସଲା ଧନିଆ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ମିଟ୍ ମସଲା, ନହେଲେ ଚିକେନ ମସଲା ବି ଦେଇପାରିବେ। ଏବେ ମସଲା ଆମର ଫୁଟି ଆସିଲାଣି। ଟମାଟୋ ଦେଇଦେବା। ଆପଣମାନେ
ଆପଣଙ୍କ ହିସାବରେ ଟମାଟୋ ନେଇପାରିବେ। ମୁଁ ଏଠି 2ଟି ଟମାଟୋ ଛୋଟ ଛୋଟ ପିସ୍ କରି କାଟିକି ନେଇ ଆସିଲି। ଏବେ ଟମାଟୋ ଆମର ସିଝିବାରେ ଲାଗିଛି। ତାକୁ ମୁଁ କୁଟିକି ଆହୁରି ଛୋଟ ଛୋଟ କରିଦଉଛି ମେଲ୍ଟ ହବା ପାଇଁ। ମସଲା ଆମର ଏଠି ପୁରା କଷି ହେଇଯାଇଛି। ଏବେ ଭାଜି ରଖିଥିବା କାଙ୍କଡକୁ ଆମେ ଏଥିରେ ଦେଇ କଷିବା। ଭଲ ଭାବରେ କାଙ୍କଡକୁ କଷିବେ। ଯେତେ କଷିବେ ସେତେ ଟେଷ୍ଟ ଆସିବ। ଆଉ ତା ଭିତରକୁ ମସଲା ମଧ୍ୟ ପିଇବ। ଯେ ତମ କାଙ୍କଡ ଏଠୁ ପାଣି ଦବାନି, ସେଥିପାଇଁ ଆମେ କଷିକି କାଙ୍କଡକୁ ପୁରା ଲାଲ ପକେଇବା ମସଲା ଶୁଖିଗଲା ପର୍ଯ୍ୟନ୍ତ। ଏମିତି କଲେ ଏହାର ଭଲ ଟେଷ୍ଟ ଆସେ। ଭାତ ହଉ କିମ୍ବା ରୁଟି ହଉ ସବୁଥିରେ ଖାଇବାକୁ ଭଲ ଲାଗେ। ଦେଖନ୍ତୁ କାଙ୍କଡ ଏଠି ପୁରା ଭଲ ଭାବରେ କଷି ହେଇଗଲାଣି। ଦେଖନ୍ତୁ ଏମିତି ହିଁ କାଙ୍କଡକୁ କଷିବେ। କାଙ୍କଡ ଆଉ ଆଳୁ ଆମର ପୁରା ରେଡି ହେଇଯାଇଛି। ତ ଏବେ ଆମେ ପ୍ଲେଟକୁ କାଢିଦବା। ଦେଖନ୍ତୁ କେତେ ଟେଷ୍ଟି ଆଉ କେତେ ସୁନ୍ଦର ଦେଖାଯାଉଛି। ଏମିତି ଆପଣ ମାନେ ବନେଇ ଖାଆନ୍ତୁ ଆଉ ମତେ କମେଣ୍ଟରେ ଜଣାନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହବ ନେକ୍ସଟ ବ୍ଲଗରେ।